ମୋ ଭଳିଆ ଗାୟକ କେହି ନାହାନ୍ତି। ତୋ ମନକୁ ମନ ଆଉ ଅଛି ଆଉ ନାହିଁ। ବାନେ ହାତେ ବାଉଁଶ ଆସି କୋଡି ବେଣ୍ଟରେ ରହିଲାଣି। ପାଣ୍ଡବ ପ୍ରିୟ ଦଣ୍ଡୁ ଛକି ଦୋଷେ ଦାଣ୍ଡକୁ ଏ କଥା କେମନ୍ତ জ্ঞানী গুণী বিবেকী পণ্ডিত মন্ডলী সেদিন ନିର୍ବାତ କବଚର ଅତୃପ୍ତ ଆତ୍ମା କଥାକୁ କର୍ଣ୍ଣରେ ଶୁଣି ପଣ୍ଡିତେ କଣ କରିଦେଲେ ନା ଛାଡିଦେଲେ ମୃତ ପିଣ୍ଡକୁ। ଚାଲିଲେ କଣ୍ଟକୀର୍ଣ୍ଣ ଜଙ୍ଗଲକୁ। ପଣ୍ଡିତ ଆରମ୍ଭ କଲେ ତପସ୍ୟା ମାଙ୍କ ଉଦ୍ଦେଶ୍ୟ। ବାବୁ କହିଲା ଏ ସୃଷ୍ଟି ସ୍ଥିତି ବିନାଶନ ଶକ୍ତି ଭୂତେ ସନାତନୀ ଗୁଣତ୍ରୟ ଗୁଣଶୟ ସୃଷ୍ଟି ସ୍ଥିତି ବିନାଶନ ଶକ୍ତି ଭୂତେ ସନାତନୀ ନାରାୟଣୀ ନମସ୍ତୁତେ। ଶରଣାଗତ ଦିନାଥ ପରିତ୍ରାଣ ସର୍ବସ୍ୟା ତୋହର ଦେବୀ ନାରାୟଣୀ ନମସ୍ତୁତେ। କାଳି କାଳି ମହାକାଳୀ କାଳିକେ ପାପ ହାରିରେ ଧର୍ମାର୍ଥ ମୋକ୍ଷ ଦେ ଦେବୀ ମହାକାଳୀ ନମସ୍ତୁତେ। सृष्टि स्थिति विनाशना शक्तिभूते सनातनी गुणाश्रय गुणमय नारायण नमस्तुते। मां को डाकुजे ये सिना गला चंडी शोक गोटे ओडिया पद गाइबी एई जिलार योग्य पुओ कविवर बांकनिधि दास गोलबाई जो गायक मुनि रे तांको लेखा नाई से गायक रे लेखा न अल्प वस्तु जहा पाखे रही मां को डाकुचंती आज पंडित हिरण्य कवच पितृहंतार प्रतिशोध नब अर्जुन परि वीर को मारिब केमिति डाकुछ कहला ये माछ मुंड पालिका है एटा भाइया ठीक रे हां माछ मुंड पालिका कहले कौन बुझुछु ना माछ मुंड पालिका छ मुंडिया पुओ कार माँ छ मुंड पालिका छ मुंडिया पुओ को पाली थिले जो माँ सेई माँ पार्वती सेई माँ लक्ष्मी सेई माँ होचंती काली कहला माछ मुंड पालिका धन्य धन्य तुम्हें कवि सबू बिल बिक्री करदेले पाला आखेड़ा करी पाला गायक हेले न हंतु गायक कौन गायक रे मूल्य अछि ये तो भलो ना हला खोर्धार ना ओडिशार ना बांकार ना कला हिमगिरी बालिका माछ मुंड पालिका हिमगिरी बालिका माछ मुंड पालिका हिमगिरी बालिका मोक्ष करी आज पक्षरे विराज मोक्ष करी आज पक्षरे विराज पक्षराज हिम बालिका माछ मुंड हिमगिरी बालिका काट त्रय काटकू धटरे काट त्रय काटो घाट नाट नथिब दका माछ मुंड बालिका पंडित
ମଣ୍ଡଳୀ ମୋର ମଣ୍ଡିତ ସଭାରେ ଗିରି ବାଳିକା ମାଛ ମୁଣ୍ଡ ବାଳିକା ଡାକୁଛି ଆତସରେ ଭକ୍ତି କଣ୍ଠ ଭରେ ଗିରି ବାଳିକା ମାଛ ମୁଣ୍ଡ ବାଳିକା ଦୟା କର ଦୟାମୟୀ ସତ୍ୟରେ ଆକ୍ଷିଣ ଗିରି ବାଳିକା ମାଛ ମୁଣ୍ଡ ପିତୃହନ୍ତା ପ୍ରତିଶୋଧ ନେବି ବିଚାରଣ ଗିରି ବାଳିକା ଏମିତି ଡାକିଛି ହିରଣ୍ୟ କବଚ ବା 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 ମା ମାନଙ୍କର ଯେତିକି ଦୟା ଗୁଣ ଟିକେ କଠୋର ଭକ୍ତ ଟିକେ ପଡିଗଲେ କାନ୍ଦିଦେଲେ ଦିଟା ଆଖିରେ ଲୁହ ଟିକେ ବୁହାଇ ଦେଲେ ମା ବୁଝିବ ଏବେ ସିନା ନାରୀ ମାନେ ରୋଜଗାର କଲେଣି ଆପଣ ରୋଜଗାର କରିକି ଠୁଳ କରିବେ ଭିକାରୀଟିଏ ଯେତେବେଳେ ଆସିବ କଣ କହିବ ମା ଦଣ୍ଡେ ଭିକ୍ଷା ଦିଅ କହିବ ନାଇଁ ମା ଦୟାମୟୀ ଯେତେବେଳେ ଜଙ୍ଗଲରେ ଡାକୁଛି ହିରଣ୍ୟ କବଚ ପିତୃହନ୍ତାର ପ୍ରତିଶୋଧ ନେବା ନିମିତ୍ତ ଏମିତି କୁଚ୍ଛ ସାଧନା କଲ୍ୟାଣମୟୀ ମା ଆବିର୍ଭୂତା ହେଲେ ଡାକିଲେ ହିରଣ୍ୟ ମୁଁ ତ ତପସ୍ୟାରେ ସନ୍ତୁଷ୍ଟା ତୁ ଯାହା ମାଗିବୁ ସ୍ୱତଃସ୍ଫୂର୍ତ୍ତ ଭାବେ ତୋତେ ପ୍ରଦାନ କରିବି କଣ କଣ ମାଗିବୁ ମାଗି ମୁଁ ତୋ ଉପରେ ଖୁସି ମୋ ବାପାକୁ ମାରି ଅର୍ଜୁନ ମତେ ରାଣ୍ଡି ପିଲା କରିଦେଲା ବସିଥିଲି ସେଠି ମା ରାଗୁଛୁ କାହିଁ ତୁ ପୁରା ସନ୍ତୁଷ୍ଟ ମାଲୁ ଯାହା ମାଗି ଦବୁ କଣ ଏମିତି ଗୋଟେ ଜିନିଷ ଦେବୁ ଯେମିତି ମୁଁ ଅର୍ଜୁନକୁ ପରାସ୍ତ କରିଦେବି ହାତ ଯୋଡ଼ିଦେଲା କହିଲା ମା ଯଦି ପ୍ରକୃତରେ ଦୟାମୟୀ ତୁ ମୋ ପାଇଁ ଖୁସି ମୋ ପିତାକୁ ନିର୍ମମ ଭାବରେ ମାରିଛନ୍ତି ବୀର ଅର୍ଜୁନ ଇଏ ନେବି ମୁଁ ହିଁ ପିତୃ ହନ୍ତାର ନିର୍ମମ ଭାବରେ ମାରିଛି পিতা বীর ফাল্গুনী তুই দয়াময়ী ମୋ ଉପରେ ଦୟା କରିଛୁ ମତେ ତୁ ଏଇ ବର ଦେ ନିର୍ମମ ଭାବରେ ମୋ ବାପା ନିର୍ବାତ କବଚକୁ ମାରିକି ତ୍ରିବେଣୀ ସଙ୍ଗମକୁ ଫିଙ୍ଗି ଦେଇଛି ଫାଲ୍ଗୁନୀ ବୀର ତୃତୀୟ ପାଣ୍ଡବ ଅନଘର୍ଜୁନ ଭରତ ବଂଶଜ ସବ୍ୟସାଚୀ ଗାଣ୍ଡିବୀ ଖାଣ୍ଡିବୀ ଭାରତ ଧନଞ୍ଜୟ କିରୀଟୀ ଶ୍ଵେତ ବାହନ ପାର୍ଥ 20ଟା ନା ସାରକୁ ଯାଆନା ତୁ ଦୟାକରି ମତେ ଏମିତି ବର ଦେ ମୁଁ ଯେମିତି ଅକେଶରେ ପିତୃହନ୍ତାର ପ୍ରତିଶୋଧ ନେବି ମୋ ଅନ୍ତର୍ଜଗତରେ ଜଳୁଥିବା କ୍ରୋଧର ବୈଶ୍ୱାନରକୁ ନିର୍ବାପିତ କରିବି ମା କାଳୀ ବିଚାର କଲେ କହିଲେ ଆରେ କାଳୀ ଆଉ କୃଷ୍ଣ ଭିତରେ ଫରକ ନାହିଁ ଯେଇ କାଳୀ ସେଇ କୃଷ୍ଣ କାଳୀ କହିଥିଲି ଯେଇ ଜଗନ୍ନାଥ ସେଇ ଦକ୍ଷିଣ କାଳୀ ସେ ମାୟାଧର ପାଣ୍ଡବ ମାନଙ୍କର ମିତ୍ର ପାଣ୍ଡବ ମାନଙ୍କର ବନ୍ଧୁ କିଏ କୃଷ୍ଣ ନୁହଁ ଗୋଟିଏ ପଦ ମନେ ପଡେ ଚନ୍ଦନ ହଜୁରୀ ମୋର ଚାଖି ଖୁଣ୍ଟି ମା ବିଚାର କରୁଛି କହୁଛି ଇଏ ମତେ ବର ମାଗୁଛି ମୋଠୁ ବର ନବ ଅର୍ଜୁନକୁ ମାରିବ ମୁଁ ବିଚାର କରିକି ବର ଦେବି ଆଚ୍ଛା ହଉ କହିଲା ପାଣ୍ଡବ ପ୍ରିୟ ଦଣ୍ଡୁ ଛକି ଦୋଷେ ଦାଣ୍ଡକୁ ଏ କଥା କେମନ୍ତ ଦିଶେ ଦାଣ୍ଡକୁ ଏ କଥା କେମନ୍ତ ଦିଶେ ଆଉ ଚାନ୍ଦରେ ମୟୂର କରିଦେଲ ବିଷ୍ଣୁକୁ ଟମାୟା ଦଣ୍ଡ କରିଦେଲ ବିଷ୍ଣୁକୁ ଟମାୟା ବିଷ୍ଣୁକୁ ଟମାୟା ଆଉ ଲଗାଇ ଦେଇ
ये पांडव प्रिय भगवान कृष्ण ताकू सर्वदा सर्वदा सहाय हुंती मु तो साहाय्य करि परिबिनी तामाने मु फेरी जीवी मां नाई नाई मन मन विचार करुचंती मां कहले बाबू तू कोन जेते चेष्टा कले पांडवों को प्रतिशोध नहीं परिबु ताले में कौन करी तांको पाखे पाखे मायावी मायाधारी महाप्रभु भगवान शंख चक्रधारी गदा पद्म भगवान कृष्ण हाँ मु को प्रतिशोध नहीं पारिबिनी मां केमिति तते कष्ट हबो ताहाले गोटे कौलस को तू गोटे काम कर मु तोते परोक्षर साहाय्य करिवी मां कहिले मु तोते परोक्षर साहाय्य करिवी कारण जदि तोते निराशरे फेराई देबी कलंक लागी जीव मां केबे पुओ को निराश करे ना हे पिले मां काली आजी कहिले हिरण्य रे मां मु तोते परोक्षर साहाय्य करिवी आ परीक्षारे के साहाय्य करिबु ने मु तोते दउची विभूति आकु कोन पानी रे पीबी ना कोन ये विभूतिर दुईटी काम कोन हबो मां कहला ये घेन माया विभूति को माया विभूति को आज पूरा भव दिया ताकू जासिरे लगाई मुसे मूर्छित माया विभूति तोते देउची रे हिरण्य कवच सुन ये माया विभूति की जदि तू निज मस्तक रे लगई दबु कोन हबो तोर शत्रु माने केउ जगह रे अछंती कोन करूचंती सब गोटी गोटी देखि परिबो जानि परिबो तापरे आउ जदि तो शत्रु मस्तक रे ये विभूति की लगाई दबु से माने मूर्छित होई धराशायी हेबे माने मु जदि निजे लगेबी ये दुईटी काम द्वारा तू जदि तोर स्वार्थ साधन कलु मोर किछि कहिबार नै प्रथम काम हला बाबू मान ज्ञानी माने सुनंतु मां कहिला ए परोक्षरे दुईटी काम करि परिबु जदि तोर प्रतिशोध न मो माया विभूति की तू सिर रे लगैले मुंड रे लगैले तो शत्रु कोउठी अछंती तू देखि परिबु कोन कथावार्ता होचंती सुनी परिबु परीक्षा करे कथा न सुनी खाली परीक्षा करिबु नाही खाली देखियार परीक्षा करे पाटी करना मां सहित अछंती मां को आगे परीक्षा करिबा रे आउ तो मस्तक रे लगैले तू देखि शत्रु मस्तक रे लगैले से मूर्छित होई धरा पृष्ठ रे पड़ी ये दीटा काम ये विभूतिर या द्वारा जदि तू प्रतिशोध नबु मोर कहिबार किछ नाही मां पाद तळे प्रणाम जणे विदाय नेले मां जगत जननी दक्षिणकारी दक्षिणकारी विभूति की पाई प्रथमे विचार कला मो ममता मई मार बोरटा केबे हेले व्यर्थ हबनी सब अव्यर्थ बड़ मु देखिबी मो शिरर विभूति लगेई सर्वप्रथमे मोर परम शत्रु पांडव माने अछंती कोठी करूचंती कोन बस ममतामयी मां को प्रदत्त विभूति की शिररे लगेई बस मु देखिबी मो परम शत्रु पांडव माने कोठी अछंती कोन करूचंती तू घंटाए पूर्व विभूति की धैलाणी लगेइबो शर्त तरतरिया पोटा हैं सब देखा जाउती बते अरे पला वाला को कोथि भी देखा जाउती खराबाड़ी कना कोन करूचंती दी जण लाठी भितर बसित एका बेले दी जण गोटे पद सुन आइए कहला ये विभूति शिरोरे लागिबा मात्र के सीमा काम्य को बनरे ये देखिला कौन को तिनी भाई संगे कृष्णाय धर्म नंदन
ଯେମିତି ବିଭୂତି କି ମସ୍ତକରେ ଲଗେଇ ଦେଇଛି ଦେଖିଲା କାମ୍ୟ କବନ ଦେଖୁଛି କୌଣପ ସମ୍ରାଟ ହିରଣ୍ୟ କବଚ ମାଙ୍କର ପ୍ରଦତ୍ତ ବିଭୂତି ଆଜି ଫଳବତୀ ହେଇଛି କହିଲା ଆରେ ମୋ ମା ତ ମତେ ଭଲ ବିଭୂତି ଦେଇଛି ଏଇ ଜାଗାରେ ଥାଇକି ମୁଁ ଦେଖୁଛି କାମ୍ୟ କବନ କାମ୍ୟ କବନରେ ତିନି ଭାଇଙ୍କ ସଙ୍ଗରେ କୃଷ୍ଣ ଧର୍ମନନ୍ଦ ହେଲେ ପାଣ୍ଡବ ତ 5 ଭାଇ ପଣ୍ଡିତେ ଅର୍ଜୁନ ନାହାନ୍ତି ଯାଇଥିଲେ ସ୍ୱର୍ଗପୁରକୁ ତା ବାପା ନିର୍ବାତ କବଚକୁ ବଦ୍ଧ କଲେ ଅତର୍କିତ ଆକ୍ରମଣ କରିଥିଲା ଦୁର୍ବାର ନିର୍ବାତ କବଚ ସ୍ୱର୍ଗପୁରରେ ସେମିତି ସାମର୍ଥ୍ୟ ଥିଲା ବାହୁରେ ବୀର ଅର୍ଜୁନଙ୍କର ଇନ୍ଦ୍ରଙ୍କର ନିମନ୍ତ୍ରଣ ପାଇ ନିର୍ମମ ଭାବରେ ହତ୍ୟା କରି ଫିଙ୍ଗି ଦେଇଥିଲେ ତ୍ରିବେଣୀ ସଙ୍ଗମକୁ କାହାକୁ ନା ନିର୍ବାତ କବଚ ଇଏ ହିରଣ୍ୟ କବଚ ବାପା ସେ ସ୍ୱର୍ଗପୁରରୁ ଫେରି ନାହାନ୍ତି ନହେଲେ ବିଷବସ୍ତୁ ଏପଟ ସେପଟ ହେଇଯିବ କଣ ପୁଅ ବୁଝୁଛୁ ପ୍ରଥମ ଦିନ ପ୍ରଶ୍ନଟିଏ ପଚାରିଥିଲି ଯେ ଯୋଉ ଭଞ୍ଜ ଲେଖିଲେ ଅହଲ୍ୟା ଗୌତମଙ୍କ ସ୍ତ୍ରୀ ହବା ପରେ ସୂର୍ଯ୍ୟ ନିବର୍ତ୍ତିଲେ ସୂର୍ଯ୍ୟ ତାଙ୍କ ସହିତ ପ୍ରୀତି କଲେ ନାହିଁ ମା ବୋଲି ଚିନ୍ତା କଲେ ସେଇ ସୂର୍ଯ୍ୟଙ୍କ ଔରସରୁ ଅହଲ୍ୟାଙ୍କ ଗର୍ଭରୁ କେମିତି ସୁଗ୍ରୀବ ଜନ୍ମ ନେଲେ ଭଞ୍ଜ ପୁଣି ଲେଖିଲେ ବିଭା ବସୁବଂଶେ ଜାତ ଆମ୍ଭର ଧୀରେ ତ ତୁମେ ତାଙ୍କ କୁମର ସେ ଯାଏ ଗଲା ନାଇଁ ମୋ ଭଳିଆ ଗାୟକ କେହି ନାହାନ୍ତି ତୋ ମନକୁ ମନ ଆଉ ଅଛି ଆଉ ନାହିଁ ବାନେ ହାତେ ବାଉଁଶ ଆସି କୋଡି ବେଣ୍ଟରେ ରହିଲାଣି ଏବେ ବି 101ରେ ପଦାର୍ପଣ କଲେଣି ମୋ ଗୁରୁ ଜଗନ୍ନାଥ ବେହେରା କହନ୍ତି ବ୍ରାହ୍ମଣୀ ପୁଅ ଖୋର୍ଦ୍ଧା ନୟାଗଡ ପୁରୀରେ ଟିକେ ମାପି ଚୁପି କାମ କରିବ ମୁଁ କହିଲି କାହିଁକି ନା ତୁମେ ଯାହା ବୋଲିବ ଯାହା କରିବ ସେ ସବୁ ଜାଣିଛ ମୁଁ କହିଲି କାହିଁ ଅନ୍ୟ ଜିଲ୍ଲାରେ ଜାଣିନାହାନ୍ତି ନା ଜାଣିଛନ୍ତି ଅନ୍ୟ ଜିଲ୍ଲାରେ 5 ରାତି 3 ରାତି ପାଲା ବେଳେ ସେଠି ପରା କୋଉଠି 10 ରାତି କୋଉଠି 12 ରାତି କୋଉଠି 30 ରାତି କୋଉଠି 15 ରାତି ସେ ତାଙ୍କ ମୁଣ୍ଡରେ ରହିଛି ସବୁ ଜିଲ୍ଲାରେ ଜ୍ଞାନୀ ଅଛନ୍ତି କୋଉ ଜିଲ୍ଲାକୁ ଅସ୍ୱୀକାର କରିହବନି କିନ୍ତୁ ଏଠି ଗୋଡି ଗୋଟାକେ ଶାଳ ଗ୍ରାମ ତମ ଜିଲ୍ଲାରେ ଅଧିକ ଯେ ତୁ କିନ୍ତୁ କୁଳାଙ୍ଗାର ଆଇଛୁ ମୋ ସାଙ୍ଗରେ ପାଲାକୁ ଆଇଛୁ ତାଙ୍କ ସାଙ୍ଗରେ ବହୁଛୁ ତୁଇ ଗୋଟେ କଳଙ୍କିତ ଅଧ୍ୟାୟ କୋଉଠୁ ତାଲିବାନ ଲୋକ ଆସି ପହଞ୍ଚି ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ କଣ କରୁଛନ୍ତି ଦେଖୁଛି ହିରଣ୍ୟ କବଚ କହିଲା 3 ଭାଇ ଯାଉଛନ୍ତି ଯୁଧିଷ୍ଠିରଙ୍କ ପରାମର୍ଶ ନେଇ ଭୀମ ନକୁଳ ସହଦେବ ଏ ପିଲେ ଶିକାର କରିବାକୁ ଯୋଉ ପିଲା ପାଟି କରିବ ସେ ପିଲାକୁ ଆମେ ଧରି ନେଇଯିବୁ ଗାଁ ଲୋକ କହିଛୁ ଗୋଟେ କୌଶଳ ନ କଲେ ପିଲା ବନ୍ଦ হবে କେମିତି ତୁ ବାପା ଦେଖୁଛୁ କେତେ କଷ୍ଟରେ ମୁଁ ଆସିଛି କେମିତି 2 ପଇସା ନେବି କାହିଁ ବାପା ପାଟି କରୁଛୁ କହିଲୁ ସବୁ ଖାଇ ପିଇ ଖୁସିରେ ବସ ଗଲା ବେଳକୁ ଠାକୁରାଣୀ ପାଖରେ ମୁଣ୍ଡିଆ ମାରିଯିବ କହିବ ମା ପାଠ ଦିଅ ହେଲା